ନମସ୍କାର, ଜୟ ଜଗନ୍ନାଥ। ମଣିଷ ଜୀବନ ବହୁତ ବିଚିତ୍ର। ମଣିଷ ଜନ୍ମ ହୁଏ, ଜନ୍ମ କିଛି ବର୍ଷ ଗଲା ପରେ ଧୀରେ ଧୀରେ ଯେତେବେଳେ ସେ ବଡ଼ ହୁଏ, ସେ ଦେଖେ ଘରର ପରିସ୍ଥିତିକୁ ନେଇ ତାକୁ ସମାଜରେ ଲଢ଼ିବା ପାଇଁ ପଡ଼େ। ଯେତେବେଳେ ସେ ବଡ଼ ହୁଏ, ନିଜର ଇଚ୍ଛା ଶକ୍ତିକୁ ମାରିଦେଇ ଘରର ପରିସ୍ଥିତିକୁ ସୁଧାରିବା ପାଇଁ ସେ କାମ କରିଚାଲେ। ଜୀବନରେ ବହୁତ ଜଣ ଦେଖା ହୁଅନ୍ତି, ଭଲ ଲାଗନ୍ତି, କିନ୍ତୁ ପାଇବା ନ ପାଇବା ଭଗବାନଙ୍କ ହାତରେ ଥାଏ। ସେସବୁକୁ ବି ଏଡ଼ାଇ ସେ ଆଗେଇ ଚାଲେ, ନିଜ କର୍ମକ୍ଷେତ୍ରରେ ଯୋଗଦାନ ଦିଏ। କର୍ମକ୍ଷେତ୍ରରେ ମଧ୍ୟ ବହୁତ ବାଧାବିଘ୍ନ ତାକୁ ଆସେ, ତଥାପି ସେ ତା'ର ଆଗ ପଛ ବିଚାର କରି ସେ କର୍ମକ୍ଷେତ୍ରରେ କରିଚାଲେ। ଧୀରେ ଧୀରେ ଆଗକୁ ବଢ଼ି ଯେତେବେଳେ ସିଏ 60 ବର୍ଷ କ୍ରସ୍ କରିଯାଏ, ସେତେବେଳେ ସେ ରିଟାୟାରମେଣ୍ଟ ନିଏ। ରିଟାୟାରମେଣ୍ଟ ନେଇ ସାରିଲା ପରେ ସେଇ ପୁଣି ଜଞ୍ଜାଳ ତାକୁ କେବେ ପିଛା ଛାଡ଼େ ନାହିଁ। ପୁଅ ଝିଅ ନାତି ନାତୁଣୀ ତା ପଛରେ ଲାଗି ଲଢ଼ି ଏମିତି ତା ଜୀବନଟାକୁ ହାରିଯାଏ। ତ ଓଭରଅଲ୍ ମୋଟୋ ମଣିଷ ଲାଇଫରେ କି ଆମକୁ ଏକ୍ଜିଷ୍ଟ କରିବାର ଅଛି। ସିଚୁଏସନ୍ ଯାହା ବି ହେଇଯାଉ, ପରିସ୍ଥିତି ଯେମିତି ବି ହେଇଯାଉ, ଆମକୁ ଲଢ଼ିବାର ଅଛି। ଏତିକି କହିବି। ଜୟ ଜଗନ୍ନାଥ।